ଆଜି ବଜାରରୁ ମାଛ ଆଣିଲା ବେଳୁ ଦେଖିଲି କି ଭାଇ ଜଣେ ନଈବନ୍ଧ ଉପରେ ମାଛ ଧରିବାକୁ ଚେଷ୍ଟା କରୁଥିଲେ। ତ ଜୟ ଜଗନ୍ନାଥ ସାଙ୍ଗମାନେ, ସକାଳୁ ସକାଳୁ ଦୋକାନରୁ ସେ ଦୋକାନରୁ ରେଡି କରିସାରିଲା ପରେ ଏଠି ବାପା ବି ବଳିଥିଲେ ବହୁତ ସାରା ଦେଶୀ ମାଛ ନେଇକି। ତାପରେ ବାପା ସବୁ ମାଛ ଦୋକାନ ସବୁ ଢାଳିବା ଲାଗିଗଲେ। ତା ଦୋକାନରୁ ବିଭିନ୍ନ ଟାଇପର ମାଛ ଆସିଥିଲା। ତ ରୋହି ଭାକୁର ମିଟିଆଳି ଚାନ୍ଦି ସବୁ ବିଭିନ୍ନ ଟାଇପର ମାଛ ଆସିଥିଲା। ତାପରେ ପ୍ରଥମେ ଜଣେ କଷ୍ଟମର ଆସିଥିଲେ, ମତେ କହିଥିଲେ ଗୋଟେ ଚାନ୍ଦି ମାଛ ଦିଅନ୍ତୁ। ତାପରେ ମୁଁ ବି ତାଙ୍କୁ ଚାନ୍ଦି ମାଛ ଭଲସେ କାଟି ଛାଡ଼ିକି ମୁଁ ତାଙ୍କ ମାଛ କାଟିବା ଲାଗିଗଲି। ତାଙ୍କ ମାଛ କାଟି ତାଙ୍କୁ ଦେଇ ସାରିଲା ପରେ ବାପା ମତେ ଗୋଟେ କଳା ବଇଁଶୀ ମାଛ କହିଥିଲେ କାଟିବାକୁ। ତାପରେ ମୁଁ ବି ସେ କଳା ବଇଁଶୀ ଭଲସେ କାଟିବା ଲାଗିଗଲି। କାଟିଲା ବେଳକୁ ତାଙ୍କ ଭିତରୁ ଟିକେ ମଞ୍ଜି ବାହାରିଥିଲା। ତାପରେ ମୁଁ ତାଙ୍କ କଳା ବଇଁଶୀ ମାଛକୁ କାଟିକି ସାଇଡ୍ କରି ରଖିଦେଇଥିଲି। ସାଇଡ୍ କରି ରଖି ସାରିଲା ପରେ ତାପରେ ଆଉ ଜଣେ ଗୋଟେ କଷ୍ଟମର ଆସିଥିଲେ ଭାକୁର ମାଛ ନେବାକୁ। ତାପରେ ବାପା ତାଙ୍କ ଭାକୁର ମାଛ କାଟି ଛାଡ଼ିକି ମତେ ଦେଇ ଦେଇଥିଲେ କାଟିବାକୁ। ତାପରେ ମୁଁ ବି ଲାଗିଲି ସେ ଭାକୁର ମାଛ ଭଲସେ କାଟିବାକୁ। କାଟି ସାରିଲା ପରେ ସେ ମତେ କହିଥିଲେ ମୋ ମୁଣ୍ଡକୁ ଦିଫାଳ କରିଦେବୁ କାହିଁକିନା ମୋ କୁକୁର ଖାଇବ। ତାପରେ ମୁଁ ତାଙ୍କୁ ମାଛ କାଟି ତାଙ୍କୁ ଦେଇ ସାରିଲା ପରେ ବାପା ଦୋକାନରେ କିଛି ଏତିକି ସାରା ମାଛ ବସେଇକି ମୁଁ ଚାଲି ଆନ୍ଧ୍ରା ମାଛ ଆଣିବାକୁ। ତାପରେ ମୁଁ ଯାହାଠୁ ଆନ୍ଧ୍ରା ମାଛ ଆଣିବି ତାଙ୍କ ପାଇଁକା 5 ପିସ୍ ଚାନ୍ଦି ମାଛ ନେଇଥିଲି। ତାଙ୍କୁ ଚାନ୍ଦି ମାଛ ତାଙ୍କୁ ଦେଇ ସାରିଲା ପରେ ତାଙ୍କଠୁ ଆନ୍ଧ୍ରା ମାଛ ଆଣିଲା ବେଳକୁ ନଈରେ ମୁଁ ଦେଖିଥିଲି କି ଜଣେ ଭାଇ ଜଣେ ଏଇଠି ମାଛ ଧରିବାକୁ ଚେଷ୍ଟା କରୁଥିଲେ। ତ ବହୁତ ସମୟ ପରେ ସେ ମାଛ ଧରି ପାରୁନଥିଲେ। ତାପରେ ମୁଁ ବି ଦୋକାନକୁ ଆସି ଦୋକାନରେ କିଛି ଆନ୍ଧ୍ରା ମାଛ ରଖି ସାରିଲା ପରେ ତାପରେ ଆମର କଳା ବଇଁଶୀ ମାଛର କଷ୍ଟମର ପଳେଇ ଆସିଥିଲେ। ତାପରେ ମୁଁ ବି ତାଙ୍କ ମାଛ ଦେଇ ସାରିଲା ପରେ ଗାଡି ଉପରେ ବସିଥିବା ଭାଇଙ୍କ ଦରକାର ଥିଲା 2 ପିସ୍ ରୋହି ମାଛ। ତାଙ୍କୁ 2 ପିସ୍ ରୋହି ମାଛ ଭଲସେ କାଟି ଛାଡ଼ି ସାରିଲା ପରେ ମୁଁ ବି ତାଙ୍କ ମାଛ କାଟିବା ଲାଗିଗଲି। ତାପରେ ମୁଁ ତାଙ୍କ ମାଛ କାଟିଲା ବେଳକୁ ମତେ କହିଥିଲି କି ଆମ ସବୁ ମାଛକୁ ରାଉଣ୍ଡ ପିସ୍ କରିବାକୁ। ତାପରେ ମୁଁ ବି ତାଙ୍କ ମାଛକୁ ରାଉଣ୍ଡ ପିସ୍ କରି କାଟି ତାଙ୍କୁ ଦେଇ ସାରିଲା ପରେ ବାପାଙ୍କୁ କିଛି ଏତେ ସାରା ମାଛ ବସେଇକି ମୁଁ ଘରକୁ ପଳେଇଲି। ଯଦି ଭିଡ଼ିଓ ଭଲ ଲାଗିଥିବ ଲାଇକ୍ ସବସ୍କ୍ରାଇବ କରିବେ। ରହୁଛି ଜୟ ଜଗନ୍ନାଥ।